ମୁଁ ପ୍ରୟାସ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀ କୁ। ଆଶା କରୁ ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆଜିର ଭିଡିଓରେ ଆମେ ଓଡ଼ିଆ ଗ୍ରାମରେ ଥିବା ଗୋଟେ ଟପିକ ଯୋଉଟା କି ଧ୍ୱନି ବର୍ଣ୍ଣ ଏବଂ ବର୍ଣ୍ଣମାଳାର ଇମ୍ପୋର୍ଟାଣ୍ଟ 50ଟି କ୍ୱେଶ୍ଚନ ଡିସ୍କସନ କରିବା ଏମସିକ୍ୟୁ ଆକାରରେ ଆଉ ବୁଝିବା ଯେ କାହିଁକି ଉତ୍ତରଟି ହେଲା ଏବଂ ତା ଉପରେ ଯେତେ ବି କ୍ୱେଶ୍ଚନ ହେଇପାରିବ ସେଟା ଡିସ୍କସନ କରିବା। ତେଣୁ ଆମେ ଏଇ ଯୋଉ ଆମ 500ଟି ମାରାଥନ କ୍ଲାସ କରୁଛୁ ଓଡ଼ିଆ ଗ୍ରାମାରରେ ଡେଲି କଣ ଅଲଗା ଅଲଗା ଟପିକ ଆମେ ଡିସ୍କସନ କରୁଛୁ ଯାହା ଫଳରେ କି ଆପଣଙ୍କୁ ପୁରା ଟପିକ ୱାଇଜ କଣ ହବ ନା ଆପଣଙ୍କର ଯାହା ବି ଡାଉଟ ଥିବ ସେଟା କ୍ଲିୟର ହେଇପାରିବ। ତେଣୁ ଆଶା କରୁଛି ଆପଣଙ୍କୁ ଭିଡିଓଟି ଭଲ ଲାଗିବ। ଯଦି ଭଲ ଲାଗିଲା ଆପଣ ଭିଡିଓଟିକୁ ପ୍ଲିଜ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ ଆଇକନକୁ ଦବାଇ ଦେବେ ଯାହା ଫଳରେ କି ଯେତେବେଳେ ଭିଡିଓ ଅପଲୋଡ ହଉଛି ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚି ପାରିବ। ତେଣୁ ଚାଲନ୍ତୁ ଏବେ ଭିଡିଓ ଷ୍ଟାର୍ଟ କରିବା। ଦେଖିବା କ୍ୱେଶ୍ଚନ ଗୁଡ଼ିକ ଆପଣଙ୍କ ପାଇଁ ଗୋଟେ କାମ ରହିଲେ କି ଆପଣ 50 ଟୋଟାଲ କେତୋଟି ଆପଣଙ୍କର ଠିକ ହଉଛି ଆପଣ କମେଣ୍ଟ ସେକ୍ସନରେ ଜଣାଇବେ ଯାହା ଫଳରେ କି ମୁଁ ଜାଣିପାରିବି କେମିତି କଣ ଆପଣଙ୍କ ପ୍ରିପାରେସନ ଚାଲିଛି। ତେଣୁ ଯିବା ଲେଟ୍ ନ କରି ଭିଡିଓ ଷ୍ଟାର୍ଟ କରିବା। ଦେଖିବା ପ୍ରଥମ କ୍ୱେଶ୍ଚନଟି କଣ ଅଛି। ପ୍ରଥମ କ୍ୱେଶ୍ଚନଟି ଅଛି ଧ୍ୱନି ଏକ ପ୍ରକାର କଣ ହେଲା। ଧ୍ୱନି ହଉଛି ଏକ ପ୍ରକାର କଣ। ଅପସନ କଣ ଅଛି? ଏ ଭାଷା, ବି ହଉଛି ବର୍ଣ୍ଣ, ସି ହଉଛି ଧ୍ୱନି, ନା ଡି ହଉଛି ଶବ୍ଦ। ଧ୍ୱନି ହଉଛି ଏକ ପ୍ରକାର ଗୋଟେ କଣ ନା ଗୋଟେ ଧ୍ୱନି ହଉଛି ଏକ ପ୍ରକାର ଗୋଟେ କଣ ଶବ୍ଦ ବା ନାଦ ହେଲା। ଧ୍ୱନି ହଉଛି ଗୋଟେ ପ୍ରକାର କଣ ଶବ୍ଦ ବା କଣ ନାଦ। ମନେ ରଖିଥିବେ ଧ୍ୱନି ହଉଛି ଗୋଟେ ପ୍ରକାର ଶବ୍ଦ ବା ନାଦ। ସେକେଣ୍ଡ କ୍ୱେଶ୍ଚନ ଦେଖିବେ କଣ ଅଛି। ମନୁଷ୍ୟର ମୁଖ ନିଃସୃତ ଭାବ ପ୍ରକାଶ କି ଧ୍ୱନି ସମୂହକୁ କଣ କୁହାଯାଏ? ହେଁ ଆମର ମନୁଷ୍ୟର ମୁଖ ନିଃସୃତ ଭାବ ପ୍ରକାଶର ଧ୍ୱନି ସମୂହକୁ କଣ କୁହାଯାଏ ହେଲା। ଅପସନ ବି କଣ ହଉଛି ନା ଭାଷା କୁହାଯାଏ, ନା ବର୍ଣ୍ଣ କୁହାଯାଏ, ନା ଧ୍ୱନି କୁହାଯାଏ, ନା ଶବ୍ଦ କୁହାଯାଏ ହେଲା। ତେଣୁ କୋଉ ଅପସନ ଠିକ ହବ ନା ଭାଷା କୁହାଯାଏ ହେଲା। ଅପସନ ନମ୍ବର ଏ ଯେଟା କି ଭାଷା ହେଲା। ମନୁଷ୍ୟର ମୁଖ ନିଃସୃତ ଭାବ ପ୍ରକାଶର ଧ୍ୱନି ସମୂହକୁ କଣ କୁହାଯାଏ ନା ଭାଷା ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବେ କଣ ଅଛି। ଭାଷା ପ୍ରକାଶର ପ୍ରଧାନ ମାଧ୍ୟମ କଣ ହେଲା। ଅପସନ କଣ ଅଛି? ଏ ଭାଷା, ବି ହଉଛି ବର୍ଣ୍ଣ, ସି ହଉଛି ଧ୍ୱନି, ଡି ହଉଛି ଶବ୍ଦ। ଯୋଉ ଭାଷା ପ୍ରକାଶ କରୁଛୁ ତାର ପ୍ରଧାନ ମାଧ୍ୟମ ଆମେ କାହା କହିଥାଉ ନା ଅପସନ ନମ୍ବର ଏ ଯେଟା କଣ କୁହନ୍ତି ଭାଷା ହେଲା। ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି। ଧ୍ୱନି ମାନଙ୍କର ଲିଖିତ ରୂପକୁ ଆମେ କଣ କହିଥାଉ ହେଲା। ଅପସନ କଣ ଅଛି? ଭାଷା, ନା ଧ୍ୱନି, ନା ବର୍ଣ୍ଣ, ନା ଶବ୍ଦ। ତେଣୁ ଧ୍ୱନି ମାନଙ୍କର ଲିଖିତ ରୂପକୁ ଆମେ କଣ କହିଥାଉ ନା ଅପସନ ନମ୍ବର ଡି ଯେଟା କଣ ଆମର କଣ ନା ଆମର ବର୍ଣ୍ଣ ହେଲା। ବର୍ଣ୍ଣକୁ ଧ୍ୱନି ମାନଙ୍କର ଲିଖିତ ରୂପ ଆମେ କଣ କହିଥାଉ ବର୍ଣ୍ଣ କହିଥାଉ। ମନେ ରଖିଥିବେ। ନେକ୍ସଟ କ୍ୱେଶ୍ଚନ ଦେଖିବେ କଣ ଅଛି। ଧ୍ୱନି କେଉଁଥିରେ ବର୍ଣ୍ଣିତ ବା ରୂପାୟିତ ହୋଇଥାଏ? ଅପସନ କଣ ଅଛି? ଭାଷା, ବର୍ଣ୍ଣ, ଧ୍ୱନି, ନା ଶବ୍ଦ। ଧ୍ୱନି କେଉଁଥିରେ ବର୍ଣ୍ଣିତ ବା ରୂପାୟିତ ହୋଇଥାଏ? ଅପସନ ନମ୍ବର ବି ଯେଟା କି କଣ କହୁଛି ନା ଧ୍ୱନି କୋଉଥିରେ ଆମର ରୂପାୟିତ ହୋଇଥାଏ ନା ବର୍ଣ୍ଣରେ ରୂପାୟିତ ହୋଇଥାଏ। ଦେଖିବା ନେକ୍ସଟ କ୍ୱେଶ୍ଚନ ଏବେ କଣ ଅଛି। ଆମର ବର୍ଣ୍ଣର ଲିଖିତ ସଂକେତକୁ ଆମେ କଣ କହିଥାଉ? ବର୍ଣ୍ଣର ଲିଖିତ ସଂକେତକୁ ଆମେ କଣ ବୋଲି କହିଥାଉ ହେଲା। ଅପସନ କଣ କଣ? ଭାଷା, ନା ବର୍ଣ୍ଣ, ନା ଧ୍ୱନି, ନା ଶବ୍ଦ, ନା ଲିପି। ତେଣୁ ବର୍ଣ୍ଣର ଲିଖିତ ସଂକେତକୁ ଆମେ କଣ ବୋଲି କହିଥାଉ ନା ଆମର ଅପସନ ନମ୍ବର ଇ ଯେଟା କଣ ଲିପି ହେଲା। ବର୍ଣ୍ଣର ଲିଖନ ସଂକେତ ଆମେ କଣ କହିଥାଉ ଲିପି ବୋଲି କହିଥାଉ। ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି। ବର୍ଣ୍ଣର ଅନ୍ୟ ନାମ କଣ? ଏଇ ଯୋଉ ବର୍ଣ୍ଣ ଆମେ ଏତେ ପର୍ଯ୍ୟନ୍ତ ପଢିଲୁ ବର୍ଣ୍ଣର ଅନ୍ୟ ନାମ କଣ? ଅପସନ କଣ ଅଛି? ଭାଷା, ଅକ୍ଷର, ବର୍ଣ୍ଣ, ଶବ୍ଦ। ତେଣୁ ଏଇ ଯୋଉ ବର୍ଣ୍ଣର ଅନ୍ୟ ନାମ କଣ ନା ଅପସନ ନମ୍ବର ସି ଯେଟା କଣ ଅକ୍ଷର ହେଲା। ବର୍ଣ୍ଣର ଆମେ ଆଉ କଣ କହିଥାଉ ନା ଅକ୍ଷର ବୋଲି କହିଥାଉ। ଯେଟା କଣ କ, ଖ, ଗ ହେଲା। ଓଡିଆ ଭାଷାରେ ଏମିତିଆ ସବୁ ଏଟା କଣ ସବୁ ଗୋଟେ ଗୋଟେ ନା ବର୍ଣ୍ଣ ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବେ କଣ ଅଛି। ବିଭିନ୍ନ ଭାଷାରେ ଥିବା ଭିନ୍ନ ସଂଖ୍ୟକ ବର୍ଣ୍ଣ ମଧ୍ୟରେ କଣ ପାର୍ଥକ୍ୟ ଥାଏ ହେଲା। ତେଣୁ ଏଇ ଯୋଉ ବିଭିନ୍ନ ଭାଷାରେ ଯୋଉ ଯେମିତି ଇଂଲିଶ, ଓଡିଆ ଏମିତି ଭାଷା ତା ଭିତରେ ଯୋଉ ବର୍ଣ୍ଣ ମଧ୍ୟରେ କଣ ପାର୍ଥକ୍ୟ ଥାଏ? ଆକାର, ନା ଲିଙ୍ଗ, ନା ଉଭୟ ଏ ଏଣ୍ଡ ଡି, ନା ଉଚ୍ଚାରଣ ହେଲା। ତେଣୁ କୋଉଟା ଠିକ ହବ? ବିଭିନ୍ନ ଭାଷା ଗୁଡିକ ଓଡିଆ, ଇଂଲିଶ ତା ଯୋଉ ଆମର ବର୍ଣ୍ଣ ଗୁଡାକ ରହିଛି ତା ଭିତରେ ପାର୍ଥକ୍ୟଟା କଣ ରହିଛି ନା ଅପସନ ନମ୍ବର ସି ଯେଟା କଣ ଉଭୟ ଏ ଏଣ୍ଡ ଡି ହେଲା। ମାନେ ଆକାର ବି ଆଉ କଣ ଉଚ୍ଚାରଣ ହେଲା। ଯେମିତି କି ଆମେ କଣ କହୁଛୁ କ ହେଲା ଆକାର ହଉଛି ତାପରେ ଏଥିରେ ଏମିତି କଣ ଆକାର ବି ଅଲଗା ଅଛି ଆଉ ଉଚ୍ଚାରଣ ବି ଅଲଗା ରହିଛି। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି। ଓଡିଆ ଭାଷାରେ କେତୋଟି ବର୍ଣ୍ଣ ଆମେ ବ୍ୟବହାର କରିଥାଉ ହେଲା। ଯୋଉ ଓଡିଆ ଭାଷାରେ ଆମେ କେତୋଟି ବର୍ଣ୍ଣ ବ୍ୟବହାର ବା ଅକ୍ଷର ଆମେ ବ୍ୟବହାର କରିଥାଉ? ଅପସନ କଣ ଅଛି? 38, 45, 46, 49। ତେଣୁ ଓଡିଆ ଭାଷାରେ ଆମେ କେତୋଟି ବ୍ୟବହାର କରିଥାଉ? ସମସ୍ତେ ଜାଣିଛନ୍ତି କେତେଟା? 49ଟି ଆମେ କଣ ବ୍ୟବହାର କରିଥାଉ ବର୍ଣ୍ଣ ବା ଅକ୍ଷର ବ୍ୟବହାର କରିଥାଉ। ନେକ୍ସଟ କ୍ୱେଶ୍ଚନ ଦେଖିକି କଣ ଅଛି। ଆମର 49ଟି ବର୍ଣ୍ଣର 49ଟି ଧ୍ୱନି ଏହା ଠିକ ନା ଭୁଲ? ଏ ଯୋଉ 49ଟି ଟୋଟାଲ ଅକ୍ଷର ଅଛି ତାର 49ଟି ଧ୍ୱନି ଏଟା ଠିକ ନା ଭୁଲ ଆମକୁ ପଚାରିଛି। ଅପସନ କଣ ଅଛି? ଠିକ ନା ଭୁଲ, ନା ଅପସନ ଉଭୟ ଏ ଏଣ୍ଡ ବି ଆଉ କହିହେବ ନାହିଁ। ତେଣୁ କୋଉଟା ଠିକ ହବ? ଏଟା ଭୁଲ। 49ଟି ବର୍ଣ୍ଣରେ କେତୋଟି ଅଛି ମନେ ରଖିଥିବେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା। ତେଣୁ ଆପଣ ଭାବିବେନି ଯେ 49ଟି ବର୍ଣ୍ଣ ଅଛି ବୋଲି 49ଟା ଧ୍ୱନି ଥିବ ନା। କେତେ ଅଛି? 40ଟି ଧ୍ୱନି ଅଛି। 49ଟା ଲେଟର ମାନେ ଅକ୍ଷର କିନ୍ତୁ 40ଟି ଧ୍ୱନି ଅଛି ହେଲା। ତେଣୁ ଅପସନ ନମ୍ବର ବି ଠିକ ହବ ଯେଟା କି କଣ 49ଟା ବର୍ଣ୍ଣ ପାଇଁ କଣ 40ଟି ଧ୍ୱନି ରହିଛି।
देखिए नेक्स्ट क्वेश्चन ଏବେ କଣ ଅଛି କାହାର ଉଚ୍ଚାରଣ ସମାନ ନୁହେଁ ଆମର ଏ ଦେଖନ୍ତୁ ଅପସନ नंबर ए ନା ଅପସନ नंबर बी ନା ଅପସନ नंबर सी ନା ଅପସନ नंबर डी जेटा कि समस्त हैला काହାର ଉଚ୍ଚାରଣ ସମାନ ନୁହେଁ हैला ତେଣୁ କୋଉଟା ଠିକ ହବ ନା ଅପସନ नंबर डी जेटा कि समस्त हैला ତେଣୁ ଆମର ଏ ଯୋଉ ଆମର ଯାହା ବି ଦେଇଛି ସେଟା କଣ ସବୁ ସମାନ हैला ଏ ଯେ କଣ ଆମର ଆମେ যেগুড়াক দেখুଛୁ ଆମ ତାଲବେଶ ମୁନେଶ ଦନ୍ତେଶ ଅସ୍ତେଜ ଆଉ ଜିଓ ସବୁଗୁଡାକର ଉଚ୍ଚାରଣ କଣ ସମାନ ନୁହେଁ ତେଣୁ ଆମେ ଯାହା ବି ଅପସନ ଦେଇଛି ସବୁଗୁଡାକ କଣ ମାନେ ଅନ୍ୟ ପାଖରୁ କଣ ଅଲଗା ହେଲା ଦେଖିଆ ନେକ୍ସଟ କ୍ୱେଶ୍ଚନ ଏବେ କଣ ଅଛି ବର୍ଣ୍ଣ କେତେ ପ୍ରକାରର ହେଲା ଏ ଯୋଉ ଆମେ ବର୍ଣ୍ଣ ଗୁଡାକ କହୁଛୁ ସେଟା କେତେ ପ୍ରକାରର ଅପସନ ନମ୍ବର ଏ ହଉଛି 2 बी ହଉଛି 3 सी ହଉଛି 4 डी ହଉଛି କଣ ନା 1 ବର୍ଣ୍ଣ କେତେ ପ୍ରକାରର ନା 2 ପ୍ରକାରର ହେଲା ସେଗୁଡିକ କଣ କଣ ଆମର ଅପସନ ନମ୍ବର କୋଉଟା ଠିକ ହେଲା ଅପସନ ନମ୍ବର ଏ ହଉଛି ଠିକ ଫାଷ୍ଟ ହଉଛି କଣ ନା ବ୍ୟଞ୍ଜନ ବର୍ଣ୍ଣ ହେଲା ଫାଷ୍ଟ ହଉଛି ବ୍ୟଞ୍ଜନ ବର୍ଣ୍ଣ ଆଉ ଗୋଟେ କଣ ନା ସ୍ୱର ବର୍ଣ୍ଣ ମନେ ରଖିଥିବେ ଫାଷ୍ଟ ହଉଛି ବ୍ୟଞ୍ଜନ ବର୍ଣ୍ଣ ଆଉ ଗୋଟେ ହଉଛି କଣ ସ୍ୱର ବର୍ଣ୍ଣ ନେକ୍ସଟ କ୍ୱେଶ୍ଚନ ଦେଖିବା ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ଉଚ୍ଚାରିତ ହେଉଥିବା ବର୍ଣ୍ଣ ମାନଙ୍କୁ କଣ ବୋଲି କୁହାଯାଏ ହେଲା ଯଦି ଗୋଟେ ବର୍ଣ୍ଣ ବା ଅକ୍ଷର ଯଦି ଆଉ କାହାର ସାହାଯ୍ୟ ନ ନେଇ ଯଦି ଉଚ୍ଚାରିତ ହଉଛି ତାକୁ କଣ ବୋଲି କୁହାଯାଏ ଅପସନ କଣ ଅଛି ଉଷ୍ଣ ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସ୍ୱର ବର୍ଣ୍ଣ ନା ଅନୁନାସିକ ବର୍ଣ୍ଣ ତେଣୁ କାହା ମାନେ କଣ କୁହାଯାଏ ଏଟା କି ଅନ୍ୟ କାହାର ବର୍ଣ୍ଣ ଦ୍ଵାରା ବିନା ସାହାଯ୍ୟରେ ସେ କଣ ହଉଛି ନା ସାହାଯ୍ୟ ନ ନେଇକି ଉଚ୍ଚାରଣ ହଉଛି ତେଣୁ ସେଟା ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ଯେଟା କି କଣ ସ୍ୱର ବର୍ଣ୍ଣ ହେଲା ଯଦି ଆଉ କାହାର ଉଚ୍ଚାରଣ ମାନେ ବର୍ଣ୍ଣର ସାହାଯ୍ୟ ନ ନେଇ ସେ ଉଚ୍ଚାରିତ ହଉଛି ତାକୁ କଣ କୁହାଯିବ ନା ସ୍ୱର ବର୍ଣ୍ଣ ବୋଲି କୁହାଯିବ ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି ଓଡିଆ ଭାଷାରେ ସ୍ୱର ବର୍ଣ୍ଣ କେତୋଟି ଅଛି ହେଲା ଯୋଉ ଓଡିଆ ଭାଷା ଆମର ଦେଖୁଛୁ ସେଥିରେ କେତେଟା ଆମର ସ୍ୱର ବର୍ଣ୍ଣ ରହିଛି ଅପସନ ନମ୍ବର ଏ 12 बी ହଉଛି 8 सी ହଉଛି 11 ଡି ହଉଛି 9 ତେଣୁ ଆମର ଓଡିଆ ଭାଷାରେ କେତୋଟି ଆମର କଣ ରହିଛି ସ୍ୱର ବର୍ଣ୍ଣ ରହିଛି ନା ଅପସନ ନମ୍ବର सी जेटा कि 11 ହେଲା 11ଟି କଣ ରହିଛି ସ୍ୱର ବର୍ଣ୍ଣ ରହିଛି ମନେ ରଖିଥିବେ ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ମୁଖ ଗହ୍ୱର ବାକ୍ ଯନ୍ତ୍ରରେ ଇ କେଉଁ ବର୍ଣ୍ଣ ବର୍ଣ୍ଣର ଉଚ୍ଚାରଣ ନିର୍ବୋଧରେ ଉଚ୍ଚାରିତ ହୋଇଥାଏ ହେଲା ତେଣୁ ଆମର ଅପସନ କଣ ଅଛି ଉଷ୍ଣ ବର୍ଣ୍ଣ बी ହଉଛି ବ୍ୟଞ୍ଜନ ବର୍ଣ୍ଣ सी ହଉଛି ସ୍ୱର ବର୍ଣ୍ଣ ଡି ହଉଛି ଅନୁଶାସକ ବର୍ଣ୍ଣ ତେଣୁ ମୁଖ ଗହ୍ୱର ବାକ୍ ଯନ୍ତ୍ରରେ ଇ ହେଲା କୋଉ ବର୍ଣ୍ଣର ଉଚ୍ଚାରଣ ନିର୍ବୋଧରେ ଉଚ୍ଚାରିତ ହୋଇଥାଏ ନା ଅପସନ ନମ୍ବର ସି ସେଟା କଣ ସ୍ୱର ବର୍ଣ୍ଣ ହେଲା ଏଇଟା କଣ ହଉଛି ମୁଖଗହ୍ୱର ବାକ୍ ଯନ୍ତ୍ରରେ ଏ ଯୋଉ ସ୍ୱର ବର୍ଣ୍ଣର ଉଚ୍ଚାରଣ ନିର୍ବୋଧରେ ଉଚ୍ଚାରିତ ହେଉଛି ବୁଝିପାରିଲେ ଦେଖିଆ ନେକ୍ସଟ କ୍ୱେଶ୍ଚନ କଣ ଅଛି ଉଚ୍ଚାରଣ ଅନୁସାରେ ସ୍ୱର ବର୍ଣ୍ଣ କେତେ ପ୍ରକାରର ହେଲା ଯୋଉ ଉଚ୍ଚାରଣ କରୁଛୁ ସେ ଅନୁସାରେ ସ୍ୱର ବର୍ଣ୍ଣ ଆମର କେତେ ପ୍ରକାର ଅପସନ କଣ ଅଛି 2 4 3 ଏ ଆମର 1 ତେଣୁ ଆମର ସ୍ୱର ବର୍ଣ୍ଣ ହଉଛି ଉଚ୍ଚାରଣ ଅନୁସାରେ କେତେ ପ୍ରକାରର ନା 2 ପ୍ରକାରର ହେଲା କଣ ହଉଛି ହର୍ଷ ସ୍ୱର ଗୋଟେ ହର୍ଷ ସ୍ୱର ମନେ ରଖିଥିବେ ହର୍ଷ ସ୍ୱର ଗୋଟେ ଆଉ ଗୋଟେ ହଉଛି କଣ ନା ହଉଛି ଦୀର୍ଘ ସ୍ୱର ହେଲା ହର୍ଷ ସ୍ୱର ଆଉ ଗୋଟେ ଦୀର୍ଘ ସ୍ୱର 2 ପ୍ରକାରର ହେଲା ଅପସନ ନମ୍ବର ଏ ଯେଟା ଠିକ ହବ ସ୍ୱର ବର୍ଣ୍ଣ 2 ପ୍ରକାର ଗୋଟେ ହଉଛି କଣ ହର୍ଷ ସ୍ୱର ଆଉ ଗୋଟେ ଦୀର୍ଘ ସ୍ୱର ଦେଖିଆ ନେକ୍ସଟ କ୍ୱେଶ୍ଚନ କଣ ଅଛି ଉଚ୍ଚାରଣ ଅନୁସାରେ ସ୍ୱର ବର୍ଣ୍ଣ ଗୁଡିକର ନାମ କିଏ ହେଲା ଏ ଯୋଉ ଉଚ୍ଚାରଣ ଅନୁସାରେ ଆମେ ସ୍ୱର ବର୍ଣ୍ଣ ଗୁଡିକ କଣ କଣ ହର୍ଷ ସ୍ୱର ଦୀର୍ଘ ସ୍ୱର ଉଭୟ ନା କୌଣସିଟି ନୁହେଁ ତେଣୁ ଏବେ ଟୀକା ଆଗରୁ ଆପଣଙ୍କୁ କହିଗଲି ଆମର ଉଚ୍ଚାରଣ ଅନୁସାରେ କେତେ ପ୍ରକାର ନା 2 ପ୍ରକାର କଣ ହର୍ଷ ସ୍ୱର ଆଉ ଦୀର୍ଘ ସ୍ୱର ତେଣୁ ଆମର କଣ ହବ ସଠିକ ଉତ୍ତରଟି ନା ଅପସନ ନମ୍ବର ସି ଯେଟା କି କଣ ଉଭୟ ହର୍ଷ ସ୍ୱର ବି ଦୀର୍ଘ ସ୍ୱର ବି ଦେଖିବା ଏବେ ନେକ୍ସଟ କ୍ୱେଶ୍ଚନ କଣ ଦେଇଛି କେଉଁଠି ହର୍ଷ ସ୍ୱର ଚିହ୍ନ ତେଣୁ ଆପଣ ଯୋଉ କହିଲି ହର୍ଷ ସ୍ୱର ତାର କୋଉ ଏ ଭିତରୁ କୋଉ ଅକ୍ଷରଟା ହଉଛି ହର୍ଷ ସ୍ୱରଟେ ଉଦାହରଣ ଅପସନ ନମ୍ବର ଏ ହଉଛି ଓ ଇ ଉ ନା ରୁ ଆଉ ଅପସନ ନମ୍ବର ଇ କଣ ସମସ୍ତ ତେଣୁ ଏ ଭିତରୁ କୋଉଟା ଗୋଟେ ହର୍ଷ ସ୍ୱର ନା ଅପସନ ନମ୍ବର କୋଉଟା ଠିକ ହବ ନା ଅପସନ ନମ୍ବର ଇ ଯେଟା କଣ ଅ ହେଲା ସମସ୍ତେ ହଉଛନ୍ତି ଗୋଟେ ଗୋଟେ କଣ ହର୍ଷ ସ୍ୱରର କଣ ନା ଉଦାହରଣ ଆ ଓ ଇ ଉ ଆଉ ରୁ ହେଲା ଏଗୁଡା ହଉଛି କଣ ସବୁ ଗୋଟେ ଗୋଟେ ନା ହର୍ଷ ସ୍ୱରର ଉଦାହରଣ ଦେଖିଆ ନେକ୍ସଟ କ୍ୱେଶ୍ଚନ କଣ ଅଛି ଦୀର୍ଘ ସ୍ୱରର ମାନେ ଉଦାହରଣ କୋଉଟା ଅପସନ କଣ ଅଛି ଆ ଇ ନା ଆମର ଆ ଦେଖି ଦିଅନ୍ତୁ ହେଲା ବି ଆଉ ସି ଆଉ ଡି ହେଲା ଏଥିରୁ କୋଉଟା କଣ ଦୀର୍ଘ ସ୍ୱରର ଉଦାହରଣଟା ହବ ନା ଅପସନ ନମ୍ବର ବି ଆଉ ସି ଦିଟା ସାରା ହବ ହେଲା ତେଣୁ ଆମର କଣ ଅଛି ଆମର ବି ରେ କଣ ଅଛି ଆ ଇ ଦୀର୍ଘ ହର୍ଷ ହଉ ବା ଆମର ସିରେ କଣ ଅଛି ଏ ଓ ଇ ଆଉ ଓ ମାନେ କଣ ଦୀର୍ଘ ସ୍ୱର ମାନେ କଣ ଗୋଟେ ଆମର ଯୋଉ ଅକ୍ଷର ଉଚ୍ଚାରଣ କରୁଛନ୍ତି ସେଟା କଣ ବହୁତ ସମୟ ପର୍ଯ୍ୟନ୍ତ ଏଟା କଣ୍ଟିନ୍ୟୁ ଚାଲିଛି ସେଟା ଦୀର୍ଘ ସ୍ୱର କୁହନ୍ତି ଆଉ ଯୋଉ ହର୍ଷ ସ୍ୱର କଣ ନା ସେ କଣ ଓ କହୁଛନ୍ତି ସରିଯାଉଛି ହେଲା ଆଉ ଲମ୍ବିକି ଯାଉନାହିଁ ଏଗୁଡାକ କଣ ନା ଲମ୍ବିକି ଯାଉଛି ସେଥିପାଇଁ କଣ ହବ ନା ଆମର ଏଇଟା କଣ ଦୀର୍ଘ ସ୍ୱର ହବ ଦେଖିଆ ନେକ୍ସଟ କ୍ୱେଶ୍ଚନ ଏବେ କଣ ଅଛି ଆମର 11ଟି ସ୍ୱର ବର୍ଣ୍ଣ ର ଧ୍ୱନି କେତୋଟି ଆମର ଯୋଉ 11ଟି ସ୍ୱର ବର୍ଣ୍ଣ ରହିଛି ସେଥିରେ ଆମର ଧ୍ୱନି କେତୋଟି ରହିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି ବାର ବାର ପରୀକ୍ଷାରେ ପଚାରେ ଏ ବିଷୟରେ ଅପସନ କଣ 11 8
9 12 7 ତେଣୁ ଆମର 11ଟି ସ୍ୱର ବର୍ଣ୍ଣ ପାଇଁ କେତୋଟି ଆମର ଧ୍ୱନି ରହିଛି ନା ଅପସନ ନମ୍ବର ବି যেটা কি 8টা ହେଲା ମନେ ରଖିବେ 11ଟି ସ୍ୱର ବର୍ଣ୍ଣ ପାଇଁ କେତୋଟି ଧ୍ୱନି ନା 8ଟି ଧ୍ୱନି ରହିଛି। देखिए नेक्स्ट क्वेश्चन कौन अछि संयुक्त स्वर बा संध्यक्षर केउटी एथि कोनटा संयुक्त स्वर बा संध्यक्षर ऑप्शन को मध्यरु ओई औ ओई ए ना ओ औ ना ए आउ ओ हैला एथि कोनटा संयुक्त स्वर बा संध्याक्षर अछि ना ऑप्शन नंबर कोनटा ना ए जोने की ओई आउ ओ हैला होछि कोन संयुक्त स्वर बा संध्यक्षर हैला रोडे उदाहरण ए ओई आउ ओ हैला मन रखिबे। देखिए अब नेक्स्ट क्वेश्चन कौन अच्छी है ओई रो उच्चारण कोनटा है ए युक्त हर्षई ओ युक्त दीर्घई ए युक्त दीर्घई ना ए युक्त ए ना ओ युक्त इ है तेणु कोनटा हबो जे हमर ओ ओई उच्चारण हम करूछु है माने कोनटार गोटे हमर ठीक हबो या भीतर ऑप्शन भीतर ना ऑप्शन नंबर कोनटा ऑप्शन नंबर इ जेटा कोन अछि हमर ओ युक्त इ है एटा होछि कोन ओई रो ठीक उच्चारण मन रखिबे। देखिए नेक्स्ट क्वेश्चन अभी कौन अच्छी हमर ओई औ रो उच्चारण कोउठी हैला जेमते ओई हमें पढु सेमती औ रो उच्चारण कोउटा ऑप्शन कोन अछि ओ युक्त हर्षौ ओ युक्त दीर्घौ ओ युक्त इ ना ओ युक्त दीर्घ इ ना ओ युक्त ओ तेनु हमरो औ रो उच्चारण कोउटा ठीक हबो ना ओ युक्त उ जेटा कि ऑप्शन नंबर ए जेटा कि ओ युक्त उ हैला मन रखिबे। नेक्स्ट क्वेश्चन देखिए कौन अच्छी जो वर्ण गुड़िकर स्वर वर्णर साहाय्य बिना उच्चारित होई पारନ୍ତି ସେମାନଙ୍କୁ ନାହିଁ ସେମାନଙ୍କୁ କଣ ବୋଲି କୁହାଯାଏ ସେମାନେ ସ୍ୱର ବର୍ଣ୍ଣ ବିନା ସାହାଯ୍ୟରେ କଣ ଉଚ୍ଚାରିତ ହେଇପାରିବେ ନାହିଁ ତାକୁ କଣ କୁହାଯାଏ ବ୍ୟଞ୍ଜନ ବର୍ଣ୍ଣ ସ୍ୱର ବର୍ଣ୍ଣ ଉଭୟ ନା କୌଣସିଟି ନୁହେଁ ସଠିକ ଉତ୍ତରଟି କଣ ହବ ନା ବ୍ୟଞ୍ଜନ ବର୍ଣ୍ଣ ଅବଭିୟସଲି ହେଲା ସେମାନେ କଣ ସ୍ୱର ବର୍ଣ୍ଣର ବିନା ସାହାଯ୍ୟରେ ଉଚ୍ଚାରିତ ହେଇପାରିବେ ନାହିଁ ଯେକୌଣସି କ୍ଷେତ୍ରରେ ଆପଣ ଅକ୍ଷର ବା ଏଇ ଯୋଉ ବ୍ୟଞ୍ଜନ ବର୍ଣ୍ଣର ଯେକୌଣସି ଅକ୍ଷର ଉଚ୍ଚାରଣ କରିବେ ଲାଷ୍ଟରେ କଣ ହଉଥିବ ଗୋଟେ ସ୍ୱର ବର୍ଣ୍ଣ ଆସୁଥିବ। देखिए नेक्स्ट क्वेश्चन कौन अच्छी व्यंजन वर्ण हमर केतोटी अछि ହେଲା टोटल स्वर वर्ण तो आपन कोन कहली 11टी अछि से अनुसार व्यंजन वर्ण हमर केतोटी होइछि ऑप्शन कोन कोन 38 39 36 और 49 त हमर व्यंजन वर्ण केतोटी रहिछि ना 38 टी 11टी गले त केते रहला 38 टी हमर कोन अछि व्यंजन वर्ण रहिछि। देखिए अब नेक्स्ट क्वेश्चन कौन अच्छी 38 टी व्यंजन वर्णर उच्चारण रे केतोटी ध्वनि रही हम जो 38 टी हम व्यंजन वर्ण उच्चारण करूछु ता भितरे टोटल ध्वनि केतोटी हमर रही ऑप्शन कौन कौन 34 32 49 39 है 38 व्यंजन वर्ण केतोटी हमर ध्वनि हम व्यवहार करूछु ना ऑप्शन नंबर बी जेटा कोन 32 टी है 38 टी हमर व्यंजन वर्ण 32 टी हमर ध्वनि हमें व्यवहार करूछु है इंपोर्टेंट क्वेश्चन मन रखिबे केउ वर्ण गुड़िकर मौलिक ध्वनि एबे विलुप्त एथि कोउ वर्णर मौलिक ध्वनि गुड़िक एबे आमे विलुप्त माने आमे व्यवहार करनु हला ऑप्शन नंबर ए ना ऑप्शन नंबर कोन बी देखि दंतु ऑप्शन नंबर सी आउ ऑप्शन नंबर डी समस्त हला तेणु कौन वर्णटी को आम मौलिक ध्वनि आम एबे विलुप्त हो गलानी ना ऑप्शन नंबर डी जेटा कोन समस्त आम एई समस्त अक्षर गुड़िकर कोन ध्वनि आम व्यवहार करूना हला जेटा कि ज स तालबेश आउ कोन ओ एगुडा आउ गियो हला एगुडा आम व्यवहार करूना लुप्त हो गलानी हला देखिले नेक्स्ट क्वेश्चन देखि कोन अछि हमर 28 नंबर क्वेश्चन टी एक जुक्ताक्षर डैश एक जुक्ताक्षर हला ऑप्शन कोन अछि ग ध ए ना क्ष कोनटा ओडे हमर जुक्ताक्षर आम व्यवहार करूछु हला ओडिया रे ऑप्शन नंबर डी ठीक हबो एटा कि क्ष क्ष होजी कोन गोडे जुक्ताक्षर हला मन रखिबे। नेक्स्ट क्वेश्चन देखिए व्यंजन वर्ण मानक मध्यरु क रे हलंत ठारू मोर पर्यंत 25 टी वर्ण को कोन कुआ जाय हला व्यंजन वर्ण क ठारू मोर पर्यंत आमे ए जो 25 टी रहिला वर्ण ता कोन बोली कुआ जाय स्पर्श वर्ण अंतस्थ वर्ण उष्ण वर्ण ना अजगबाह वर्ण हम कोन कहिथाउ ए जो हमर क ठारू म पर्यंत हम कोन कहिथाउ ना ऑप्शन नंबर ए जेटा कोन स्पर्श वर्ण है ना स्पर्श वर्ण हम कहिथाउ कोन क ठारू म पर्यंत जेटा रहिछि सेटा को स्पर्श वर्ण बोली कहिथाउ हैला काहे कि से ओठ को हमर कोन ए जो दांत माडी सहित कोन माने छुई कि हम से शब्दटा को हम कोन कहिथाउ उच्चारण करिथाउ सेति कोन कहि स्पर्श वर्ण बोली कुआ जाय स्पर्श वर्णर अन्य नाम कोन कुआ छै हला जो स्पर्श वर्ण कहउछु ताको आउ कोन नाम रे नामित करा जायछि अवज्ञ वर्ण ना वर्गीय वर्ण ना अंतस्थ वर्ण ना उष्ण वर्ण तेणु सठिक उत्तरटी कोन हबो हमर वर्ग वर्ण हला स्पर्श वर्ण को हम कोन आ कहिथाउ ना वर्ग वर्ण बोली कहिथाउ।
मन रखिए। नेक्स्ट क्वेश्चन देखिए कौन वर्गीय वर्ण केतोटी है जो वर्गीय वर्ण आम पढ़िलु बा स्पर्श वर्ण जहाँ कह जाए से केतोटी वर्ण आम रही ऑप्शन कौन कौन 36 25 16 49 तेना आम केतोटी रही वर्गीय वर्णटी ना ऑप्शन नंबर बी जेटा कौन 25 है 25 आम वर्ग वर्ण बा स्पर्श वर्ण ओडिया वर्णमाला रही है मन रखिए। देखिए नेक्स्ट क्वेश्चन कौन अच्छी अवर्गीय व्यंजन केतोटी है वर्गीय व्यंजन तो आम 25 पढ़िलु अवर्गीय व्यंजन केतोटी आम रही ऑप्शन कौन कौन 11 17 13 ना 9 तेणु सठिक उत्तर कौन हम केतोटी आम अवर्गीय व्यंजन रही ना ऑप्शन नंबर सी जेटा कौन 13टी है 13टी आम कौन अवर्गीय व्यंजन रही मन रखिए। देखिए नेक्स्ट क्वेश्चन कौन अच्छी जो ठारू आमर कौन अनुस्कार विसर्ग पर्यंत वर्ण को कौन कह जाए अवर्गीय व्यंजन वर्गीय वर्ण ना आमर अंतस्थ वर्ण ना उष्ण वर्ण है आमर जो ठारू अनुस्कार पर्यंत कौन कही था ना ऑप्शन नंबर ए जेटा कौन आमर अवर्गीय व्यंजन वर्ण बोली कही था है टोटाल आमर केतोटी अच्छी पढ़िलु ना 13टी रही तेणु आमर यहाँ कौन हम ना अवर्गीय व्यंजन वर्ण मन रखिए। देखिए नेक्स्ट क्वेश्चन देखिए कौन अच्छी क वर्गर अन्य नाम कौन आम जो क वर्ग पढ़ुचु तार अन्य नाम टी आम कौन बोली कही था कंठ्य वर्ण तालव्य वर्ण मूर्धन्य वर्ण ना दंत्य वर्ण ना अष्ट्य वर्ण है आम कौन बोली कही था ना ए जेटा कौन कंठ वर्ण क वर्ग आम कौन बोली कही था कंठ्य वर्ण बोली कही था। देखिए नेक्स्ट क्वेश्चन कौन अच्छी च वर्गर अन्य नाम कौन है जमी क रोच कौन कंठ्य वर्ण से चर वर्ग अन्य नाम कौन ऑप्शन कौन अच्छी कंठ्य वर्ण तालव्य वर्ण मूर्धन्य वर्ण दंत वर्ण ना अष्ट्य वर्ण च वर्गर अन्य नाम कौन कही था ना ऑप्शन नंबर बी जेटा कौन तालव्य वर्ण चौड़ा हूँ कौन तालव्य वर्णर च को आउ कौन कहे ना तालव्य वर्ण बोली कह जाए। नेक्स्ट क्वेश्चन देखिए कौन अच्छी ट वर्गर अन्य नाम कौन है तो जमी तालव्य वर्ण कौन कौन अष्ट वर्ण सेमती आम ट टाक बोली कौन कही था कंठ्य वर्ण तालव्य वर्ण मूर्धन्य वर्ण दंत्य वर्ण अष्ट वर्ण ट टाक आम कौन बोली कही था ना ऑप्शन नंबर सी जेटा कौन मूर्धन्य वर्ण टोटा कौन कही था ना मूर्धन्य वर्ण बोली कही था। नेक्स्ट क्वेश्चन देखिए कौन अच्छी तो वर्ग आमर तो वर्गर अन्य नाम कौन जो तो आम कहूँ कौ वर्गर अन्य नाम ऑप्शन कौन कंठ्य वर्ण तालव्य वर्ण मूर्धन्य वर्ण दंत्य वर्ण अष्ट वर्ण तेणु तो वर्ग कौन बोली कही था ना ऑप्शन नंबर डी जेटा कौन आमर अच्छी ना दंत्य वर्ण है तोटा कौन कही था दंत्य वर्ण यहाँ हूँ उच्चारण अनुसार से नामित कराई कंठर बाहर कंठ्य वर्ण जेटा कि कौन आमर दांत सहित आम तोड़ा जमी कहूँ दांत सहित 18 कौन स्पर्श जो आम बाहर कौन कह दंत्य वर्ण कह से अक्षर गुड़िक अनुसार तार नाम कौन कराई से आउ क्वेश्चन कौन अच्छी प वर्गर अन्य नाम कौन है ऑप्शन कौन अच्छी कंठ्य वर्ण तालव्य वर्ण मूर्धन्य वर्ण दंत्य वर्ण ना अष्ट्य वर्ण है प वर्ग को आम आउ कौन कही था ना ऑप्शन नंबर इ जेटा कौन अष्ट्य वर्ण है ओठ अनुसार पटा आम कौन दुटा ओठ जोड़िया जो बाहर कौन कहूँ ना अष्ट्य वर्ण सब गुड़ाक सेमती आप निजे उच्चारण कर जानीपारे जदि भी आपको ये कौन भावुं ना बोली आप निजे उच्चारण करके जानीपारे कंठर जो ट कहते हैं सेमती जहाँ भी आप ओडिया अक्षर उच्चारण करके पाइपर। देखिए नेक्स्ट क्वेश्चन तालव्य वर्ण कौटी या ऑप्शन को तालव्य वर्ण या कौटा देखी दिखाते ऑप्शन ए बी सी डी आउ ई या कौटा तालव्य वर्ण गोटे उदाहरण हम ना ऑप्शन नंबर बी जेटा कौन च छ वर्ग जो झ कौन गोटे तालव्य वर्णर गोटे गोटे उदाहरण देखिए। देखिए नेक्स्ट क्वेश्चन दंत्य वर्ण या कौटा है माने दांत सहित आम कौन स्पर्श अनुसार कौन आम वर्ण गुड़िक रही ऑप्शन नंबर ए बी सी डी ई भितर कौटा हम ना ऑप्शन नंबर डी जेटा कौन अच्छी द थ द ध दंत ना दांत सहित कौन 18 स्पर्श अनुसार यही सब उच्चारण होती तेणु से कौन कला दंत्य वर्णर एटा गोटे कौन उदाहरण सेमती अष्ट वर्णर कौन गुड़ाक उदाहरण है ऑप्शन गुड़िक क ए बी सी डी एम अनुसार देखी दिखाँ ई पर्यंत अच्छी तेणु कौटा हम गोटे आम अष्ट वर्णर गोटे उदाहरण ना ऑप्शन नंबर ई जेटा कौन अच्छी ना प फ ब भ म एटा उठ अनुसार आम उच्चारण होची प फ निजे आप परीक्षा करी देखिपारे है तेणु प फ ब भ म होती कौन अष्ट वर्णर गोटे गोटे कौन उदाहरण मूर्धन्य वर्ण कौटा ये कौटा गोटे मूर्धन्य वर्णर आम कौन रही ऑप्शन ए बी सी डी ई मध्य कौटा मूर्धन्य वर्णर गोटे उदाहरण हम ऑप्शन नंबर सी जेटा कौन ट ठ ड ढ मुद्रण है यहाँ गोटे केवल आम वर्ण अनुसार नामित होती मन रखिपारे मुद्रण वर्ण है यहाँ हूँ कौन ट ठ ढ ढ मुद्रण है से कौन कहे मुद्रण वर्ण आसला कंठ वर्ण सेमती कंठ अनुसार उच्चारण कौटा हूँ देखिए आप ए बी सी डी ई मध्य कौटा कंठ वर्णर उदाहरण हूँ ऑप्शन नंबर ए जेटा कौन क ख ग घ
ହେଲା ଏଇଟା କୌଣସି ଓଠ ଦାନ୍ତ ସହିତ କୌଣସି ସ୍ପର୍ଶ ନାହିଁ କଣ୍ଠରୁ ବାହାରୁଛି ମାନେ ଆପଣ ଲାଗିବ ବେକ ମଧ୍ୟରୁ ଶବ୍ଦର ଉଚ୍ଚାରଣ ହଉଛି ସେଥିପାଇଁ କ ଖ ଗ ଘ ଟା କଣ ଏଟା ଗୋଟେ କଣ୍ଠୀୟ ବର୍ଣ୍ଣ ତେଣୁ ବୁଝିପାରିଲେ ସର୍ଟକଟ ଆପଣ କହିଦେଲି ଯେ କେମିତି ଆପଣ କ୍ୱେଶ୍ଚନ ଅନୁସାରେ ବି ଜାଣିପାରିବେ ଯଦି ଆପଣ ମୁଖସ୍ଥ ନ କରିପାରୁଛନ୍ତି ତାହେଲେ ଆପଣ ନିଜେ ପରୀକ୍ଷା କରି ବି ଜାଣିପାରିବେ ଯେ କୋଉ ବର୍ଣ୍ଣର ଗୋଟେ ଗୋଟେ ଉଦାହରଣ ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି ଦନ୍ତ୍ୟ ବର୍ଣ୍ଣର କଣ ଉଦାହରଣ ହେଲା ଏଥିରେ କୋଉଟା ଦନ୍ତ ବର୍ଣ୍ଣ ମାନେ ଦାନ୍ତ ସହିତ ଓଠର ସ୍ପର୍ଶ ଅନୁସାରେ ସେଇ ଆମର ବର୍ଣ୍ଣ ଗୁଡିକ ଉଚ୍ଚାରଣ ହଉଛି ତେଣୁ ଅପସନ ଗୁଡ଼ିକ ମଧ୍ୟରୁ କୋଉଟା ହବ ନା ଅପସନ ନମ୍ବର ଡି ସେଟା କଣ ଅଛି ତ ଥ ଦ ଧ ଦନ୍ତେନ ହେଲା ତ ଯେମିତି ଦାନ୍ତ ସହିତ କଣ ଜୀବର ସ୍ପର୍ଶ ଅନୁସାରେ ବାହାରୁଛି ସେଥିପାଇଁ କଣ କହିଲା ଦନ୍ତ୍ୟ ବର୍ଣ୍ଣ କହିଲା ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି କେଉଁ ବର୍ଣ୍ଣ ଅର୍ଦ୍ଧ ସ୍ୱରରେ ନାମରେ ପରିଚିତ କେଉଁ ବର୍ଣ୍ଣ ଗୁଡିକ ଆମେ କଣ କହିଥାଉ ଅର୍ଦ୍ଧ ସ୍ୱର ନାମରେ ପରିଚିତ ଅପସନ ନମ୍ବର ଏ ହଉଛି ସ୍ପର୍ଶ ବର୍ଣ୍ଣ ଅନ୍ତସ୍ଥ ବର୍ଣ୍ଣ ଉଷ୍ଣ ବର୍ଣ୍ଣ ନା ଅଯୋଗ ବାହ ବର୍ଣ୍ଣ ତା ଭିତରୁ କୋଉଟା ଗୋଟେ କଣ ଆମେ କହିଥାଉ ନା ଅର୍ଦ୍ଧ ସ୍ୱର ନାମରେ ପରିଚିତ ହେଲା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ଅଛି ତେଣୁ କୋଉଟା ନା ଅପସନ ନମ୍ବର ବି ଯେରେ କଣ ଅଛି ଅନ୍ତସ୍ଥ ବର୍ଣ୍ଣ କଣ କହିଥାଉ ନା ଅର୍ଦ୍ଧ ସ୍ୱର ନାମରେ ପରିଚିତ ଅନ୍ତସ୍ଥ ବର୍ଣ୍ଣଟା ହେଲା ଦେଖିଲେ ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି ଅନ୍ତସ୍ଥ ବର୍ଣ୍ଣ କେଉଁଠି ନୁହେଁ ଏଥିରୁ କୋଉଟା ଗୋଟେ ଅନ୍ତସ୍ଥ ବର୍ଣ୍ଣ ନୁହେଁ ରେ ହଳନ୍ଦ ରେ ହଳନ୍ଦ ଇୟର ହଳନ୍ଦ ରେ ହଳନ୍ଦ ଓ ବ ଆଉ ସମସ୍ତ ହେଲା ଏଥିରୁ କୋଉଟା ଗୋଟେ ଅନ୍ତସ୍ଥ ବର୍ଣ୍ଣ ନୁହେଁ ପଚାରିଛି ତେଣୁ ଅପସନ ନମ୍ବର କୋଉଟା ଠିକ ହବ ନା ସମସ୍ତ ଏଥିରୁ କୋଉଟା ବି କଣ ଗୋଟେ ଅନ୍ତସ୍ଥ ବର୍ଣ୍ଣର ଉଦାହରଣ ନୁହେଁ ହେଲା ଅନ୍ତସ୍ଥ ବର୍ଣ୍ଣ ଗୁଡିକ ହଉଛି କଣ ରେ ହଳନ୍ଦ ହେଲା ଆଉ କଣ ଆଉ ରେ ହଳନ୍ଦ ଇୟରେ ହଳନ୍ଦ ରେ ହଳନ୍ଦ ରେ ହଳନ୍ଦ ହେଲା ଏଇଟା ସମସ୍ତ କଣ ଗୋଟେ ଗୋଟେ ଉଦାହରଣ କାର ଅନ୍ତସ୍ଥ ଆମର ବର୍ଣ୍ଣର ଉଦାହରଣ ହେଲା ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି କେଉଁଠି ଉଷ୍ଣ ବର୍ଣ୍ଣ ନୁହେଁ ଏଥିରୁ କୋଉଟା ଉଷ୍ଣ ବର୍ଣ୍ଣ ର ଉଦାହରଣ ନୁହେଁ ହେଲା ହରେ ହଳନ୍ଦ ତାଲବେଶରେ ହଳନ୍ଦ ମୁଦବେଶରେ ହଳନ୍ଦ ଦନ୍ତେଶରେ ହଳନ୍ଦ ଲରେ ହଳନ୍ଦ ତେଣୁ ଏଥିରୁ କୋଉଟା ଗୋଟେ ଉଷ୍ଣ ବର୍ଣ୍ଣର ଉଦାହରଣ ନୁହେଁ ନା ଆମର ଲରେ ହଳନ୍ଦ ହେଲା ତେଣୁ ଲରେ ହଳନ୍ଦ ହଉଛି କଣ ନା ଆମର ଉଷ୍ଣ ବର୍ଣ୍ଣର ଗୋଟେ ଉଦାହରଣ ନୁହେଁ ଉଷ୍ଣ ବର୍ଣ୍ଣର ଉଦାହରଣ ଗୁଡିକ କଣ କଣ ନା ଆମର ହଉଛି କଣ ନା ହରେ ହଳନ୍ଦ ହେଲା ହରେ ହଳନ୍ଦ ଆଉ ଯେମିତି ଅଛି ହରେ ହଳନ୍ଦ ତାଲବେଶରେ ହଳନ୍ଦ ମୁଦ୍ରେଶରେ ହଳନ୍ଦ ଆଉ ଦନ୍ତେଶରେ ହଳନ୍ଦ ଏଗୁଡ଼ା ସବୁ କଣ କଣ ନା ଉଷ୍ଣ ବର୍ଣ୍ଣର ଉଦାହରଣ ତାପରେ ନେକ୍ସଟ କ୍ୱେଶ୍ଚନ କଣ ଅଛି କେଉଁଟି ହବ ଉଷ୍ଣ ବର୍ଣ୍ଣ ହେଲା ଏଥିରୁ କୋଉଟା ଗୋଟେ ଉଷ୍ଣ ବର୍ଣ୍ଣ ଯଦି ଆପଣ ଉପରେ ପଢିଲେ ସେଇଭଳି କୋଉ ଅପସନ ଟା କଣ ଉଷ୍ଣ ବର୍ଣ୍ଣର ଗୋଟେ ଉଦାହରଣ ରହିଛି ନା ହରେ ହଳନ୍ଦ ଅପସନ ନମ୍ବର ଇ ରେ ଅଛି ହେଲା ଏଟା କଣ ଉଷ୍ଣ ବର୍ଣ୍ଣର ଗୋଟେ ଉଦାହରଣ ଦେଖିବା ନେକ୍ସଟ କ୍ୱେଶ୍ଚନ ଅଯୋଗ ବାହାର ବର୍ଣ୍ଣଟା କୋଉଟା ଅପସନ ନମ୍ବର ଏ ବି ସି ଆଉ ଡି ସମସ୍ତ ଏଥିରୁ କୋଉଟା ଅଯୋଗ ବାହ ବର୍ଣ୍ଣର ଗୋଟେ ଉଦାହରଣ ନା ଅପସନ ନମ୍ବର ଡି ସେଟା କଣ ସମସ୍ତ ଏଥିରୁ ସମସ୍ତ ସବୁ ଗୁଡା କଣ ଗୋଟେ ଅଯୋଗ ବାହ ବର୍ଣ୍ଣର ଗୋଟେ ଉଦାହରଣ ତେଣୁ ଆଜିର ଲାଷ୍ଟ କ୍ୱେଶ୍ଚନ ବି ଦେଖିବା କଣ ଅଛି 50 ନମ୍ବର ନେକ୍ସଟ କ୍ଲାସରେ ଆଉ ଯେତିକି କ୍ୱେଶ୍ଚନ ରହିଗଲା ଆପଣ ଦେଖୁଛନ୍ତି ସେଇଟା ଆମେ ଡିସ୍କସନ କରିଦେବା ଡେଲି 50 ଯଦି ଆପଣ ଦେଖୁଛନ୍ତି ତାହେଲେ ଆପଣ ମନେ ରହିପାରିବ ଡେଲି ଯଦି ଆମେ 100ଟି କରିଦେ କିଛି ଆପଣ ବୁଝିପାରିବେନି ଖାଲି ଭିଡିଓ ଦେଖିଲେ କିଛି ଆପଣ କ୍ଲିୟର ହବନି ଡେଲି ଆପଣ ଏମିତି ଯଦି ପଢୁଛନ୍ତି ଗୋଟେ ଗୋଟେ କ୍ଲାସ ଖାଲି ଦେଖୁଛନ୍ତି ବି ଆପଣ ମନେ ରହିଯିବ ତେଣୁ ଦେଖିବା ନେକ୍ସଟ କ୍ୱେଶ୍ଚନ ଆମର ଲାଷ୍ଟ କ୍ୱେଶ୍ଚନ ଆଜି ପାଇଁ କଣ ଅଛି ଉଚ୍ଚାରଣ କ୍ଷେତ୍ରରେ ଯେଉଁ ବର୍ଣ୍ଣ ଗୁଡିକର ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣର ମଧ୍ୟବର୍ତ୍ତୀ ତାକୁ କଣ ବୋଲି କହିଥାଏ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆଜି ଲାଷ୍ଟ କ୍ୱେଶ୍ଚନ ଟି ଆମେ ଉଚ୍ଚାରଣ କରୁଛୁ ଯେଗୁଡାକ ସ୍ୱର ବର୍ଣ୍ଣ ଆଉ ବ୍ୟଞ୍ଜନ ବର୍ଣ୍ଣ ମଝିରେ ରହୁଛି ତାକୁ କଣ ବୋଲି କହିଥାଉ ହେଲା ସମସ୍ତ ହର୍ଷ ସ୍ୱର ଦୀର୍ଘ ସ୍ୱର ନା ଅର୍ଦ୍ଧ ସ୍ୱର ହେଲା ତାକୁ କଣ ବୋଲି କହିଥାଉ ନା ହଉଛି ଅପସନ ନମ୍ବର ଡି ଏଟା କଣ ଅର୍ଦ୍ଧ ସ୍ୱର ହେଲା ଯେଟା କି ଆମର ଉଭୟ ସ୍ୱର ବର୍ଣ୍ଣ ଆଉ ବ୍ୟଞ୍ଜନ ବର୍ଣ୍ଣ ମଧ୍ୟବର୍ତ୍ତୀ ସ୍ଥାନ କଣ କହୁଛି ନା ଅର୍ଦ୍ଧ ସ୍ୱର ବୋଲି କୁହାଯାଉଛି ମନେ ରହିଲା ତେଣୁ ଆଜି ପାଇଁ ଏତିକି ଥିଲା ଆମର ଟୋଟାଲ 50ଟି କ୍ୱେଶ୍ଚନ ଆମର କଣ ଧ୍ୱନି ଆଉ ବର୍ଣ୍ଣମାଳା ବିଷୟରେ ଯଦି ଆପଣ ଭିଡିଓଟି ଭଲ ଲାଗିଲା ଆପଣ ଚାହୁଁଛନ୍ତି ଏମିତି ଆମେ ଓଡିଆ ଗ୍ରାମରେ କ୍ଲାସ ଗୁଡିକୁ ଆଣିବୁ ଆପଣ ଯଦି ଆପଣ କିଛି ଉପକାର ହଉଛି ତାହେଲେ ଆପଣ ଭିଡିଓଟିକୁ ପ୍ଲିଜ କଣ କରିଦେବେ ନା ଲାଇକ୍ କରିଦେବେ ହଁ ଆଉ ସବସ୍କ୍ରାଇବ ବଟନ ଦବାଇବା ପାଇଁ ଭୁଲିବେନି ଯାହା ଫଳରେ କି କଣ ଆପଣ ଭିଡିଓ ଗୁଡାକ ପହଞ୍ଚି ପାରିବେ ଆପଣ ଯୋଉ ଭିଡିଓ ଚାହୁଁଛନ୍ତି ପହଞ୍ଚି ପାରୁନି ନା ସେଥିପାଇଁ ସବସ୍କ୍ରାଇବ ବଟନ ଦବିବେ ଆଉ ପାଖରେ ବେଲ ଆଇକନ ଟାକୁ ଅଲରେ ନୋଟିଫିକେସନ ଅନ୍ କରିବା ପାଇଁ ଆପଣ ଭୁଲିବେ ନାହିଁ ତାପରେ କି ଭିଡିଓ ମୁଁ ଯେତେବେଳେ ବି ଆପଣଙ୍କୁ ପଠଉଛି ଆପଣଙ୍କ ପାଖରେ ନୋଟିଫିକେସନ ପହଞ୍ଚି ପାରିବ କିଛି ପିଲାଙ୍କ ନୋଟିଫିକେସନ ପହଞ୍ଚୁନି ତେଣୁ ସେଥିପାଇଁ ପହଞ୍ଚି ପାରିବ ତେଣୁ ଆଶା କରୁଛି ଭିଡିଓ ଭଲ ଲାଗିଲା ଆଉ ଗୋଟେ ନୂଆ ଭିଡିଓ ଆପଣଙ୍କ ସହିତ ଦେଖା ହବ ସେଥିପାଇଁ ରହୁଛି ଧନ୍ୟବାଦ।